ଆସନ୍ତୁ ଆମେ ମାତାଙ୍କ କାହାଣୀ ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ମାତାଙ୍କ କାହାଣୀ ସେହି ପୁସ୍ତକରୁ ଅଟେ ଯାହାକୁ 2016ରେ ମଲ୍କିସେଦକ ପ୍ରକାଶନ ଦ୍ୱାରା ପ୍ରକାଶିତ କରାଯାଇଥିଲା। ମୁଁ ଆପଣଙ୍କ ପାଇଁ ଏହାକୁ ପଢ଼ିବି। ଥୋମାସ ମୋରଙ୍କ ଉପନ୍ୟାସ ୟୁଟୋପିଆରେ ୟୁଟୋପିଆ ଶବ୍ଦର ଅର୍ଥ କୌଣସି ସ୍ଥାନ ନାହିଁ। ସାମୁଏଲ ବଟଲରଙ୍କ ଉପନ୍ୟାସ ଏରୋହନରେ ୟୁଟୋପିଆ ଶବ୍ଦର ଅର୍ଥ କେଉଁଠି ନାହିଁ। ୟୁଟୋପିଆର ଅର୍ଥ ହେଉଛି ଏହା କେଉଁଠାରେ ମଧ୍ୟ ନାହିଁ। ତଥାପି କ'ଣ ଏହାର ବାସ୍ତବରେ କୌଣସି ଅସ୍ତିତ୍ୱ ନାହିଁ? ଆମ୍ଭମାନଙ୍କର ଜୀବନ ଏକ ଛୋଟ କିନ୍ତୁ ଲମ୍ବା ଯାତ୍ରା ଅଟେ। ସେହି ଯାତ୍ରା ମାଧ୍ୟମରେ ଆମ୍ଭେମାନେ ଜୀବନର ଉପସ୍ଥିତିକୁ ଅନୁଭବ କରିପାରିବା। ମୁଁ ଭାବୁଛି ଆମେ ଯେଉଁ ୟୁଟୋପିଆକୁ ଖୋଜୁଅଛୁ ତାହା ମାତାଙ୍କର କୋଳରେ ଅଛି। ଜଣେ ସ୍ତ୍ରୀ ଗର୍ଭାବସ୍ଥା ଏବଂ ପ୍ରସବ ମାଧ୍ୟମରେ ମାତାର ଉପାଧି ଅର୍ଜନ କରିଥାଏ। ମାତା ହେବାର ଏହି ପ୍ରକ୍ରିୟାରେ ଅନେକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହା ସତ୍ତ୍ୱେ ମାତାମାନେ କୁହନ୍ତି ଯେ ଯନ୍ତ୍ରଣା ମଧ୍ୟ ଖୁସି ଅଟେ। ପ୍ରସବ ଯନ୍ତ୍ରଣାକୁ ସେମାନେ କିପରି ଖୁସି ବୋଲି ଭାବିପାରନ୍ତି ଏବଂ ନିଜ ସନ୍ତାନମାନଙ୍କୁ କିପରି ପ୍ରେମ କରିପାରନ୍ତି ଯେଉଁମାନେ ସେମାନଙ୍କୁ ସବୁଠାରୁ ଅଧିକ କଷ୍ଟ ଦେଇଥାନ୍ତି। ଏହି ସଂସାରରେ ସମସ୍ତ ପ୍ରାଣୀ ମାତାଙ୍କର ପ୍ରେମରେ ବଞ୍ଚିଥାନ୍ତି। ଲୋକମାନେ କୁହନ୍ତି ଯେ ପରମେଶ୍ୱର ପ୍ରତ୍ୟେକ ସ୍ଥାନରେ ରହିପାରିବେ ନାହିଁ, ତେଣୁକରି ସେ ମାତାଙ୍କୁ ସୃଷ୍ଟି କରିଛନ୍ତି। ଏହାର ଅର୍ଥ କ'ଣ ଏହା ହୋଇପାରେ ଯେ ପରମେଶ୍ୱର ସବୁଠାରେ ମାତା ରୂପରେ ଅଛନ୍ତି? ସୃଷ୍ଟିରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟବାଣୀ ବାଇବଲରେ ମିଳିଥାଏ। ଏହା ଉପସଂହାରରେ ଲେଖାଯାଇଛି। ଆଦି ପୁସ୍ତକରେ ପରମେଶ୍ୱରଙ୍କ ଦ୍ୱାରା ଆଦମଙ୍କୁ ଗଭୀର ନିଦ୍ରାରେ ଶୁଆଇବା ପରେ ପରମେଶ୍ୱର ତାଙ୍କ ଅସ୍ଥିରୁ କାହାକୁ ସୃଷ୍ଟି କଲେ? ସେ ହବା ନାମକ ଏକ ସ୍ତ୍ରୀ ସୃଷ୍ଟି କଲେ। ସ୍ତ୍ରୀମାନେ ମାତା ହେବା ପୂର୍ବରୁ ସେମାନେ ସମସ୍ତେ ସ୍ତ୍ରୀ ଥିଲେ। ଜଣେ ସ୍ତ୍ରୀର ଜଣେ ମାତାକୁ ରୂପାନ୍ତରିତ ହେବାର ପ୍ରକ୍ରିୟାରେ ସନ୍ତାନ ଜନ୍ମ ହେବା ଆବଶ୍ୟକ। ପ୍ରସବ ପୀଡ଼ାକୁ ସବୁଠାରୁ ବଡ଼ ପୀଡ଼ା କୁହାଯାଏ। ଏପରି ଯନ୍ତ୍ରଣାଦାୟକ ପ୍ରସବକୁ ସହ୍ୟ କରିବା ପରେ ମାତାମାନେ ନିଜ ସନ୍ତାନମାନଙ୍କୁ କେତେ ପ୍ରେମ କରନ୍ତି। ମାଙ୍କ ବ୍ୟତୀତ ଆଉ କିଏ ଏପରି କାର୍ଯ୍ୟ ସମ୍ଭାଳି ପାରିବ? ଜଣେ ମା ହିଁ ଏକମାତ୍ର ବ୍ୟକ୍ତି ଯିଏ ସେମାନଙ୍କୁ ଏତେ ପ୍ରେମ କରିପାରନ୍ତି ଯେ ତାହାଙ୍କୁ ସବୁଠାରୁ ଅଧିକ କଷ୍ଟ ଦେଇଥାନ୍ତି। ତେଣୁକରି ଯେତେବେଳେ ମୁଁ ମାତାଙ୍କର କାହାଣୀ ପଢ଼ୁଥିଲି ସେତେବେଳେ ମୁଁ ଅନୁଭବ କଲି ଯେ ମାତାଙ୍କର ଜୀବନ ସେମାନଙ୍କୁ ନିଜ ମାତାଙ୍କ ଠାରୁ ଉତ୍ତରାଧିକାରୀ ରୂପେ ଆସିଥାଏ, ଯେଉଁମାନେ ନିଜ ସନ୍ତାନ ପାଇଁ ବଳିଦାନ ଏବଂ ସମର୍ପଣର ଜୀବନ ଅତିବାହିତ କରନ୍ତି। ଏପରି ମନେ ହୁଏ ଯେ ପ୍ରତ୍ୟେକ ମାତାଙ୍କ ପାଇଁ ଏହିପରି ଅଟେ। ଯଦି ଏହା ତାହାଙ୍କର ସନ୍ତାନମାନଙ୍କ ସକାଶେ ହୁଏ ତେବେ ସେ ସମ୍ମାନିତ ହେବା ପର୍ଯ୍ୟନ୍ତ ନିଜକୁ ନମ୍ର କରିଥାଏ। ଏପରି କେବଳ ଜଣେ ମାତା ହିଁ କରିପାରିବେ। ପରମେଶ୍ୱର ଏହାକୁ କାହିଁକି ଏହିପରି ସୃଷ୍ଟି କଲେ? ଆଜି ଆସନ୍ତୁ ଆମେ ଏହି ବିଷୟରେ ବାଇବଲରେ ଅଧ୍ୟୟନ କରିବା। ଆମ୍ଭମାନଙ୍କର ଶାରୀରିକ ମାତାଙ୍କ ବଳିଦାନ ମହାନ ଅଟେ, କିନ୍ତୁ ଯେତେବେଳେ ଆମେ ମାତାଙ୍କର ବଂଶକୁ ଦେଖିବା ସେତେବେଳେ ଆମେ ହବାଙ୍କ ନିକଟକୁ ଆସିଥାଉ। ବାଇବଲ ଅନୁଯାୟୀ ହବା କିଏ ଅଟନ୍ତି? ସେ ଆଦମଙ୍କ ସ୍ତ୍ରୀ ଅଟନ୍ତି। ରୋମିଓ ଅଧ୍ୟାୟ 5:14 ଅନୁସାରେ ଆଦମ କାହାକୁ ଦର୍ଶାଇଥାଏ? ସେ ଖ୍ରୀଷ୍ଟ ଆମ୍ଭମାନଙ୍କର ଆତ୍ମିକ ପିତାଙ୍କୁ ଦର୍ଶାଇଥାଏ। ବାଇବଲରେ ହବାଙ୍କୁ ଆମ୍ଭମାନଙ୍କ ଆତ୍ମିକ ମାତା ବୋଲି କୁହାଯାଇଥାଏ। ସେ ଜୀବିତ ସକଳର ମାତା ହେଲେ। ଗାଲାତିୟରେ ଲେଖା ଅଛି, କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା ସେ ଆମ୍ଭମାନଙ୍କ ଜନନୀ। ଜଣେ ମାତା ମଧ୍ୟ ଅନେକ ସମୟରେ ନିଜ ମାତାଙ୍କୁ ମନେ ପକାଇଥାନ୍ତି। ଯେତେବେଳେ ଜୀବନ ସଂଘର୍ଷପୂର୍ଣ୍ଣ ଏବଂ କ୍ଳାନ୍ତ ଅନୁଭବ କରେ, ଆପଣଙ୍କ ଯୌବନ ମଳିନ ହୋଇଯାଏ।
ଆପଣଙ୍କ ସନ୍ତାନମାନେ ଆପଣଙ୍କୁ ଛାଡ଼ି ଚାଲି ଯାଇଥାନ୍ତି ଏବଂ କେହି ମଧ୍ୟ ଆପଣଙ୍କ ଆଖପାଖରେ ନଥାନ୍ତି। ସେତେବେଳେ ଯଦି ଆପଣଙ୍କୁ ପଚରାଯାଏ ଆପଣଙ୍କୁ ସବୁଠାରୁ ଅଧିକ କାହାର ମନେ ପଡ଼େ, ତେବେ ପ୍ରାୟତଃ ବୟସ୍କମାନେ ଉତ୍ତରରେ ମାତା କହିଥାନ୍ତି। ଏପରିକି ବୟସ୍କମାନେ ମଧ୍ୟ କୁହନ୍ତି ଯେ ସେମାନେ ନିଜ ମାତାଙ୍କୁ ସବୁଠାରୁ ଅଧିକ ମନେ ପକାଉଛନ୍ତି। ଯେତେବେଳେ ଲୋକମାନେ ଅନୁସନ୍ଧାନ କଲେ ଯେ ସବୁଠାରୁ ସୁନ୍ଦର ଶବ୍ଦଟି କ'ଣ ଅଟେ, ସେତେବେଳେ ମାତାକୁ ସବୁଠାରୁ ସୁନ୍ଦର ବୋଲି ବିବେଚନା କରାଗଲା। ପ୍ରତ୍ୟେକଙ୍କ ହୃଦୟରେ ଜଣେ ମାତାର ଉପସ୍ଥିତି ଆମ୍ଭମାନଙ୍କର ଆତ୍ମିକ ମାତାଙ୍କ ବଳିଦାନ ଏବଂ ପ୍ରେମକୁ ସୂଚାଇଥାଏ ଏବଂ ସେ କିପରି ନୀରବରେ ନିଜ ସନ୍ତାନମାନଙ୍କୁ ମାର୍ଗଦର୍ଶନ କରନ୍ତି। ଏହିସବୁ ଜିନିଷ ମାତାଙ୍କ ପ୍ରତି ଏକ ସାର୍ବଜନିକ ଆକାଂକ୍ଷାକୁ ବୃଦ୍ଧି କରିଥାଏ। ତେଣୁକରି ଆଜି ମାତାଙ୍କ କାହାଣୀ ଶୀର୍ଷକ ଉପଦେଶର ସହିତ ଆସନ୍ତୁ ଗାଲାତୀୟ ଅଧ୍ୟାୟ 4 ପଦ 28 ଖୋଲିବା। ଗାଲାତୀୟ ଅଧ୍ୟାୟ 4 ପଦ 28। ହେ ଭାଇମାନେ, ତୁମ୍ଭେମାନେ ଇସାକଙ୍କ ପରି ପ୍ରତିଜ୍ଞାର ସନ୍ତାନ, କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି। ପଦ 28ରେ ଏହା ଲେଖା ଅଛି ଯେ ଆମ୍ଭେ ଇସାକଙ୍କ ପରି ପ୍ରତିଜ୍ଞାର ସନ୍ତାନ ଅଟୁ। ଏହିପରି ଭାବରେ ବାଇବଲ ସେହି ଲୋକମାନଙ୍କର ବର୍ଣ୍ଣନା କରେ ଯେଉଁମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ଏବଂ ପରିତ୍ରାଣ ପ୍ରାପ୍ତ କରିବେ। ତେବେ ଆସନ୍ତୁ ଏହା ଦେଖିବା ପାଇଁ ଯେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ ପ୍ରତିଜ୍ଞା କରିଅଛନ୍ତି। ଆସନ୍ତୁ ପ୍ରଥମ ଯୋହନ ଅଧ୍ୟାୟ 2 ଖୋଲିବା। ଆସନ୍ତୁ ଆମେ ପ୍ରଥମ ଯୋହନ ଅଧ୍ୟାୟ 2 ପଦ 25କୁ ଦେଖିବା। ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ସେ ଆମ୍ଭମାନଙ୍କୁ କ'ଣ ପ୍ରତିଜ୍ଞା କରିଅଛନ୍ତି? ତାହା ଅନନ୍ତ ଜୀବନ। ପରମେଶ୍ୱର ଆମକୁ ଅନନ୍ତ ଜୀବନର ପ୍ରତିଜ୍ଞା କରିଛନ୍ତି। ଆଜିର ଉପଦେଶର ଶୀର୍ଷକ ହେଉଛି ମାତାଙ୍କ କାହାଣୀ। କ'ଣ ଆମ୍ଭେମାନେ ଜୀବନକୁ ମାତାଙ୍କ ଠାରୁ ପୃଥକ କରିପାରିବା କି? ମାତାଙ୍କ ବିନା ଜୀବନ କେବେ ମଧ୍ୟ ହୋଇପାରିବ ନାହିଁ। ଜଣେ ମାତାଙ୍କ ବିନା ଆମେ କଥା କହିପାରିବା ନାହିଁ, ଚାଲିପାରିବା ନାହିଁ କିମ୍ବା କିଛି ଅନୁଭବ କରିପାରିବା ନାହିଁ। ଆମ୍ଭମାନଙ୍କୁ ଆମ୍ଭମାନଙ୍କର DNA ଆମ୍ଭମାନଙ୍କର ମାତାମାନଙ୍କ ଠାରୁ ପ୍ରାପ୍ତ ହୋଇଥାଏ। ମାନବ ଶରୀରରେ 60 ଲକ୍ଷ କୋଟିରୁ ଅଧିକ କୋଶିକା ରହିଅଛି। ଏପରି କୁହାଯାଏ ଯେ ଆମର ଅଧା ଜିନ୍ ଆମ ପିତାଙ୍କ ଠାରୁ ଆସିଥାଏ ଏବଂ ଅଧା ଆମ୍ଭମାନଙ୍କର ମାତାଙ୍କ ଠାରୁ ଆସିଥାଏ। କିନ୍ତୁ କେବଳ ମାତାଙ୍କର ମାଇଟ୍ରୋକଣ୍ଡ୍ରିଆଲ ଜିନ୍ ହିଁ ଆମ ପାଖକୁ ଆସିଥାଏ। ଏହାର ଅର୍ଥ ହେଉଛି ଯେ ମାତାଙ୍କ ବିନା ଆମ୍ଭେମାନେ ସମ୍ପୂର୍ଣ୍ଣ ମନୁଷ୍ୟ ହୋଇପାରିବା ନାହିଁ। ତେଣୁକରି ଆମେ ମାତାଙ୍କ ବିନା ଜୀବନ ପ୍ରାପ୍ତ କରିପାରିବା ନାହିଁ। ଆସନ୍ତୁ ଏହି ବିଷୟରେ ପରମେଶ୍ୱରଙ୍କ ଇଚ୍ଛାକୁ ବିସ୍ତୃତ ଭାବରେ ଦେଖିବା। ଆସନ୍ତୁ ଆମ୍ଭେମାନେ ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ପଦ 11 ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ପଦ 11। ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଶୁଭାଜନ ଅଟ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। ସମସ୍ତ ବିଷୟ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛି। ସବୁ କିଛି କାହା ଇଚ୍ଛାରେ ସୃଷ୍ଟି ହୋଇଥିଲା? ପରମେଶ୍ୱରଙ୍କ ଇଚ୍ଛାରେ। ତେବେ କ'ଣ ପରମେଶ୍ୱର ମାତାଙ୍କ ବିନା ପିତାଙ୍କ ମାଧ୍ୟମରେ ଜନ୍ମ ହେବା ପାଇଁ ସବୁ କିଛି ସୃଷ୍ଟି କରିପାରିବେ ନାହିଁ କି? ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। କିନ୍ତୁ ସେ ଏପରି କରିନଥିଲେ, ବରଂ ଏହା ପରିବର୍ତ୍ତେ ସମସ୍ତ ସନ୍ତାନକୁ କେବଳ ଜଣେ ମାତାଙ୍କ ମାଧ୍ୟମରେ ଜନ୍ମ ଦେଇଥିଲେ। ମାତାଙ୍କ ବିନା ଜୀବନର ପୂର୍ଣ୍ଣତା ଅସମ୍ଭବ ଅଟେ। ଆଗାମୀ ପିଢ଼ିକୁ ଜନ୍ମ ଦେବା ପାଇଁ ମାତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ତେଣୁକରି ଆମେ କହିପାରିବା ଯେ ମାତା ଶବ୍ଦରେ ଯନ୍ତ୍ରଣା, ତ୍ୟାଗ, ପୀଡ଼ା
ଏବଂ ଦୁଃଖ ରହିଛି। 이런 것이 전부 포함되어 있는 단어라고 보시면 되겠습니다. ଆମେ ସାମାନ୍ୟ ଭାବେ ଡାକିଥାଉ ମାତା ମାତା। ଆପଣଙ୍କ ପାଖରେ ଜଣେ ଶାରୀରିକ ମାତା ଅଛନ୍ତି ଏବଂ ଜଣେ ଆତ୍ମିକ ମାତା ମଧ୍ୟ ଅଛନ୍ତି। ଆପଣମାନଙ୍କୁ ବୁଝିବା ଉଚିତ ଯେ ଜଣେ ମାତାଙ୍କ ନାମରେ ତାହାଙ୍କୁ ଆପଣା ସନ୍ତାନମାନଙ୍କ ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ମାତାଙ୍କ ନାମ ଏପରି ନାମ ନୁହେଁ ଯାହା କେବଳ ଏମିତି ଆସିଥାଏ। ପ୍ରକାଶିତ ବାକ୍ୟ ଅଧ୍ୟାୟ 4ରେ ଏହା କହିଥାଏ ଯେ ସମସ୍ତ ଜିନିଷ ପରମେଶ୍ୱରଙ୍କ ଇଚ୍ଛାରେ ସୃଷ୍ଟି ହୋଇଅଛି। ପରମେଶ୍ୱରଙ୍କ ବ୍ୟବସ୍ଥାରେ ସମସ୍ତ ଜୀବିତ ପ୍ରାଣୀ ପିତାଙ୍କ ଦ୍ୱାରା ନୁହେଁ ବରଂ ଜଣେ ମାତାଙ୍କ ଦ୍ୱାରା ଉତ୍ପନ୍ନ ହୋଇଥାନ୍ତି। ଯେପରି ସମସ୍ତ ପ୍ରାଣୀ ସେମାନଙ୍କର ଶାରୀରିକ ମାତାଙ୍କ ଦ୍ୱାରା ଶାରୀରିକ ଜୀବନ ପ୍ରାପ୍ତ କରନ୍ତି, ସେହିପରି ଆମ୍ଭେମାନେ ଆମ୍ଭମାନଙ୍କ ଆତ୍ମିକ ମାତାଙ୍କ ବିନା ଅନନ୍ତ ଜୀବନ ଉତ୍ତରାଧିକାରୀ ହୋଇପାରିବ ନାହିଁ। ଏହି ବିଷୟରେ ପରମେଶ୍ୱର ଆମ୍ଭମାନଙ୍କୁ ଜାଗ୍ରତ କରିବା ପାଇଁ ପରମେଶ୍ୱର ସମସ୍ତ ପ୍ରାଣୀମାନଙ୍କୁ ସମୁଦ୍ରର ମତ୍ସ୍ୟ, ଆକାଶର ପକ୍ଷୀ ଏବଂ ଭୂମିରେ ଥିବା ପଶୁମାନଙ୍କୁ ସେମାନଙ୍କ ମାତାମାନଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିବା ପାଇଁ ନିର୍ମାଣ କଲେ। ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଯେପରି ଶାରୀରିକ ଜୀବନ ଆମ୍ଭମାନଙ୍କୁ ଶାରୀରିକ ମାତାଙ୍କ ଦ୍ୱାରା ଦିଆଯାଏ, ସେହିପରି ଆମ୍ଭମାନଙ୍କୁ ଆତ୍ମିକ ମାତା ମଧ୍ୟ ରହିବା ଉଚିତ ଯିଏକି ଆମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି, ନୁହେଁ କି? ପରମେଶ୍ୱର ଆମ୍ଭମାନଙ୍କୁ ଏହି ବିଷୟ ପ୍ରତି ଜାଗ୍ରତ କରୁଛନ୍ତି ଯେ ଆମ୍ଭମାନଙ୍କୁ ଆତ୍ମିକ ମାତାଙ୍କ ବିନା ଅନନ୍ତ ଜୀବନ ଦିଆଯାଇପାରିବ ନାହିଁ। ତେବେ କ'ଣ ବାଇବଲରେ ଆତ୍ମିକ ମାତାଙ୍କ ଅସ୍ତିତ୍ୱ ଅଛି? ବାଇବଲ ସମସ୍ତ ବିଷୟର ସାକ୍ଷୀ ହେବା ଉଚିତ। ବାଇବଲ ଯାହା ସାକ୍ଷ୍ୟ ଦେଇଥାଏ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଦି ପୁସ୍ତକ ଅଧ୍ୟାୟ 1 ମାଧ୍ୟମରେ ଆସନ୍ତୁ ଆମେ ନିଶ୍ଚିତ କରିବା ଯେ ଆମ୍ଭମାନଙ୍କଠାରେ ଆମ୍ଭମାନଙ୍କ ଆତ୍ମିକ ମାତା ଅଛନ୍ତି ଯିଏକି ଆମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି। ଆସନ୍ତୁ ଆମେ ଆଦି ପୁସ୍ତକ ଅଧ୍ୟାୟ 1 ପଦ 26କୁ ଯିବା। ଅଧ୍ୟାୟ 1 ପଦ 26ରେ ଏହା କୁହାଯାଇଛି, ଏଥି ଉତ୍ତାରୁ ପରମେଶ୍ୱର କହିଲେ ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ଯଦି କେବଳ ପରମେଶ୍ୱର ଏକାକୀ ମନୁଷ୍ୟକୁ ସୃଷ୍ଟି କରିଥାନ୍ତେ ତେବେ ତାହାଙ୍କୁ ଆମ୍ଭେମାନେ ନିର୍ମାଣ କରୁ କହିବା ପରିବର୍ତ୍ତେ ମୁଁ ନିର୍ମାଣ କରିବି କହିବା ଉଚିତ ଥିଲା। ବାଇବଲ ଆମକୁ ସତ୍ୟ ଶିକ୍ଷା ଦିଏ। ଯଦି ଜଣେ ପରମେଶ୍ୱର ଏକାକୀ ସବୁକିଛି ସୃଷ୍ଟି କରିଥାନ୍ତେ ତେବେ ଆମ୍ଭେମାନେ ନିର୍ମାଣ କରୁ ଏହି ଅଭିବ୍ୟକ୍ତି ଏଠାରେ ଦେଖାଯିବା ଉଚିତ କି? ନାହିଁ, ଏପରି ହେବା ଉଚିତ ନୁହେଁ। ତେଣୁକରି ମାନବ ଜାତିକୁ ସୃଷ୍ଟି କରିଥିବା ଏକରୁ ଅଧିକ ପରମେଶ୍ୱର ରହିବା ଆବଶ୍ୟକ। ଆସନ୍ତୁ ଏହାର ଉତ୍ତର ପଦ 27କୁ ଯାଇ ଖୋଜିବା। ଆସନ୍ତୁ ପଦ 27 ଉପରେ ଏକ ନଜର ପକାଇବା। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ କ'ଣ କଲେ? ସେମାନଙ୍କୁ ସୃଷ୍ଟି କଲେ ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀ ସୃଷ୍ଟି କଲେ। କ'ଣ ଆମେ ଏହା ବୁଝିପାରିବା ନାହିଁ ଯେ ପରମେଶ୍ୱରଙ୍କ ଏକ ନର ସ୍ୱରୂପ ଅଛି ଏବଂ ପରମେଶ୍ୱରଙ୍କ ନାରୀ ସ୍ୱରୂପ ଅଛି ଯାହାଙ୍କୁ ଆମ୍ଭେମାନେ କୁହାଯାଇଥାଏ? ଏହା ଜଣେ ପରମେଶ୍ୱର ନୁହନ୍ତି ଯିଏକି ମାନବ ଜାତିକୁ ସୃଷ୍ଟି କରିଛନ୍ତି। ଦୀର୍ଘ ସମୟ ଧରି ମାନବ ଜାତି ପରମେଶ୍ୱରଙ୍କ ପୁରୁଷ ପ୍ରତିମୂର୍ତ୍ତିକୁ ପିତା ପରମେଶ୍ୱର ବୋଲି କହିଲେ। ତେବେ ଆମେ ସ୍ତ୍ରୀ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ କ'ଣ କହିବା ଉଚିତ? ସ୍ୱାଭାବିକ ଭାବରେ ଯେହେତୁ ସେ ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରନ୍ତି, ତେଣୁକରି ଆମ୍ଭମାନଙ୍କୁ ତାହାଙ୍କୁ ମାତା ପରମେଶ୍ୱର ବୋଲି ଡାକିବା ଉଚିତ। ଏହିପରି ଯେପରି ପିତା ଏବଂ ମାତା ଶାରୀରିକ ଜଗତରେ ଅଛନ୍ତି, ସେହିପରି ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଉଭୟ ଆତ୍ମିକ ଜଗତରେ ଅସ୍ତିତ୍ୱରେ ଅଛନ୍ତି। ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ଅନନ୍ତ ଜୀବନ। କିନ୍ତୁ ସେହି ଜୀବନ କେବଳ ମାତାଙ୍କ ଦ୍ୱାରା ହିଁ ମାନବ ଜାତିକୁ ଦିଆଯାଇଥାଏ। କ'ଣ ମାନବ ଜାତି ଶାରୀରିକ ଜଗତରେ ରହୁଥିବା ସମୟରେ ଏହି ସିଦ୍ଧାନ୍ତ ଶିଖି ନାହାନ୍ତି କି? ସନ୍ତାନମାନେ ନିଜ ମାତାଙ୍କ ବିନା ଜନ୍ମ ହୋଇପାରନ୍ତି ନାହିଁ।
이 사실은 ଏବଂ ଏହା ଛୋଟ 뭐 삼척 ପିଲାମାନେ ମଧ୍ୟ ଜାଣନ୍ତି। 알수 있는 대목입니다. ଠିକ୍ ସେହିପରି ଆତ୍ମିକ ଜୀବନ ପ୍ରାପ୍ତ କରିବା ପାଇଁ ଆମ୍ଭମାନଙ୍କ ପାଖରେ ଆମ୍ଭମାନଙ୍କ ଆତ୍ମିକ ମାତା ହେବା ଉଚିତ। ଯେହେତୁ ଆମେ ପରମେଶ୍ୱରଙ୍କ ପୁରୁଷ ପ୍ରତିମୂର୍ତ୍ତିକୁ ପିତା ପରମେଶ୍ୱର ବୋଲି କହିଥାଉ, ତେଣୁ ସ୍ୱାଭାବିକ ଭାବରେ ଆମେ ପରମେଶ୍ୱରଙ୍କ ନାରୀ ପ୍ରତିମୂର୍ତ୍ତିକୁ ମାତା ପରମେଶ୍ୱର କହିବା ଉଚିତ। ତେଣୁକରି ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ମାନବ ଜାତିଙ୍କ ସୃଷ୍ଟି କରିବାରେ 인류 인생들을 창조하시는 그 창조의 사역에 함께 하셨고 바벨 ଏବଂ ବାବିଲର ଶୃଙ୍ଗ ନିର୍ମାଣ କରିଥିବା ଲୋକମାନଙ୍କର ଅହଙ୍କାରର ସମ୍ମୁଖୀନ ହେବା ସମୟରେ ଏକସଙ୍ଗେ କାର୍ଯ୍ୟ କଲେ। 에게도 동참을 하시고 ଏହି କାରଣରୁ ବାଇବଲରେ ଏକ ବହୁବଚନ ବିଶେଷ୍ୟ 엘로힘 ଏଲୋହିମ୍ର ବ୍ୟବହାର କରାଯାଇଅଛି। 있었던 것입니다. ଏଲୋହିମ୍ ବହୁବଚନ ବିଶେଷ୍ୟର ବ୍ୟବହାର କରିବାର କାରଣ ଏହା ନୁହେଁ ଯେ ବାଇବଲରେ ପରମେଶ୍ୱରଙ୍କୁ ସୂଚିତ କରୁଥିବା ଏକବଚନ ସଂଜ୍ଞାର ଅଭାବ ଅଛି। 엘이 କ'ଣ ଏଲୋହ ଏବଂ ଏଲ୍ 라는 그 ଏକବଚନ ବିଶେଷ୍ୟ ନୁହେଁ କି? 단어를 가리킬 때 사용하는 단수 명사입니다. ଏଲ୍ ହେଉଛି ଏକବଚନ ବିଶେଷ୍ୟ ଯାହା ଏକ ପରମେଶ୍ୱରଙ୍କୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଇଥାଏ। କିନ୍ତୁ ସମଗ୍ର ବାଇବଲରେ ଆମେ ଦେଖିପାରିବା ଯେ ପରମେଶ୍ୱରଙ୍କ ନିମନ୍ତେ ଏଲୋହିମ୍ ଶବ୍ଦର ବ୍ୟବହାର 2500ରୁ ଅଧିକ ଥର କରାଯାଇଅଛି। ଏହାକୁ ବାଇବଲର ମୂଳ ଗ୍ରନ୍ଥର ଏହିପରି ଭାବରେ ଲିପିବଦ୍ଧ କରାଯାଇଛି, ଯାହାଦ୍ୱାରା ଏହାକୁ ବାଇବଲର ବିଦ୍ୱାନମାନଙ୍କ ଦ୍ୱାରା ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ। 이렇게 ଏହିପରି କେବଳ ଯେତେବେଳେ ମାତା ଅଛନ୍ତି, 모든 ସେତେବେଳେ ମାନବ ଜାତି ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ କରିପାରିବେ। 것이요. ପରମେଶ୍ୱରଙ୍କ ପ୍ରତିଜ୍ଞା କ'ଣ ଅଟେ? ଏହା ଅନନ୍ତ ଜୀବନ ଅଟେ। 그 영광 ଆମ୍ଭମାନଙ୍କୁ ସେହି ପ୍ରତିଜ୍ଞା ଅନନ୍ତ ଜୀବନ 받은 자들이 ଆପଣା ସ୍ୱର୍ଗୀୟ ଜନ୍ମଭୂମିକୁ ଫେରିବା ପାଇଁ ପ୍ରାପ୍ତ ହୋଇଅଛି, ହଁ ନା? 돌아갈 수 있는 것 아니겠습니까? ସେମାନଙ୍କ ପାଇଁ ଯେଉଁମାନଙ୍କ ପାଖରେ ଏହି ପ୍ରତିଜ୍ଞା ନାହିଁ, 아무리 ଯଦିଓ ସେମାନେ କେତେଥର ପ୍ରଭୁ ପ୍ରଭୁ କୁହନ୍ତି ନା କାହିଁକି, 100번을 한다. ଯୀଶୁ ମାଥିଓ ଅଧ୍ୟାୟ 7ରେ କ'ଣ କହିଲେ? 예수님 가르친 가운데 뭐라고 되어 있던가요? ମୁଁ ତୁମ୍ଭମାନଙ୍କୁ କେବେ ହେ ଜାଣିନାହିଁ, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। 내게서 କ'ଣ ଏହା ଏହିପରି ଲେଖାଯାଏ ନାହିଁ କି? 그렇게 기록되어 있지 않습니까? ଯେତେବେଳେ ଉଭୟ ପିତା ଏବଂ ମାତା ଉପସ୍ଥିତ ହୁଅନ୍ତି, ସେତେବେଳେ ଏକ ଚର୍ଚ୍ଚ ଅନନ୍ତ ଜୀବନ ପ୍ରାପ୍ତ କରିପାରିବ 그 교회가 ଏବଂ ଜଣେ ବ୍ୟକ୍ତି ପ୍ରତିଜ୍ଞାର ସନ୍ତାନ ହୋଇପାରିବ, ଯିଏକି ଅନନ୍ତ ଜୀବନର ଉତ୍ତରାଧିକାରୀ ହେବ। 약속의 자손이 반드시 될 수 있는 것입니다. କ'ଣ ଆମ୍ଭେମାନେ ମାତାଙ୍କ ବିନା ପ୍ରତିଜ୍ଞାର ସନ୍ତାନ ହୋଇପାରିବା କି? ଏହା ଅସମ୍ଭବ ଅଟେ। ଏହା ଏକ ମିଥ୍ୟା ଶିକ୍ଷା ଅଟେ, ଯାହା ପରମେଶ୍ୱରଙ୍କ ଶିକ୍ଷାକୁ ବିକୃତ କରିଥାଏ। 잘못된 가르침이라고밖에 볼 수가 없는 것입니다. 자, 그렇다면 ତାପରେ ଆମେ ନିରନ୍ତର ଏକ ପରିବାରରେ ଦେଖିଥାଉ ଯେ ଜଣେ ମାତା ତାହାର ସନ୍ତାନ ଏବଂ ତାହାର ସ୍ୱାମୀଙ୍କ ସେବା କରିଥାଏ। ଏପରି ବ୍ୟବସ୍ଥା ଅଛି ଯାହାକୁ ପରମେଶ୍ୱର ସ୍ଥାପିତ କରିଅଛନ୍ତି। କ'ଣ ଏହା ଲେଖା ନାହିଁ ଯେ ସ୍ୱାମୀ ସ୍ତ୍ରୀର ପ୍ରଧାନ ଅଟନ୍ତି? 있지 않습니까? ବାଇବେଲ ଏହା ମଧ୍ୟ କହିଥାଏ ଯେ ହେ ସ୍ତ୍ରୀମାନେ, ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ। ହେ ସ୍ୱାମୀମାନେ, ତୁମ୍ଭେମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ଏକ ସାମଞ୍ଜସ୍ୟପୂର୍ଣ୍ଣ ପରିବାର ନିର୍ମାଣ ବିଷୟରେ ବାଇବେଲ ଆମକୁ ଏହା ଶିକ୍ଷା ଦିଏ। ବାଇବେଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଆମେ ପରସ୍ପର ପ୍ରତି ଯତ୍ନବାନ ହେବା ଉଚିତ। 성경 속에 기록이 다 되어 있습니다. 그래서 ଉଭୟ ପିତା ଏବଂ ମାତା ମୂଲ୍ୟବାନ ଅଟନ୍ତି। 우리는 다 귀합니다. ଯେତେବେଳେ ଜଣେ ମାତା ନିଜ ପରିବାରର ଏକ ଉଚ୍ଚ ପଦବୀରେ ରହିଲେ ମଧ୍ୟ 주시고 ସେ ନିଜକୁ ବିନମ୍ର ମନେ କରନ୍ତି। ସେ ଜଣେ ସେବିକା ଭଳି ଜୀବନ ଅତିବାହିତ କରନ୍ତି। 그리고 ସେହିପରି ଜଣେ ମାତାଙ୍କ ପ୍ରେମ ତାହାଙ୍କ ସନ୍ତାନମାନଙ୍କ ନିମନ୍ତେ ସେମାନଙ୍କ ମାତାଙ୍କର ମାତାଙ୍କ ଠାରୁ ପ୍ରାପ୍ତ ହୋଇଥାଏ। 어머니에게서 그 유전자가 물려졌다고 합니다. ଆସନ୍ତୁ ଆମେ ମୂଳକୁ ଫେରିଯିବା। 올라가게 되면 ତାହେଲେ ଆମେ ଆଦିପୁସ୍ତକ ଅଧ୍ୟାୟ 3 ପଦ 20କୁ ପହଞ୍ଚିବା। ଆସନ୍ତୁ ଆମେ ଆଦିପୁସ୍ତକ ଅଧ୍ୟାୟ 3 ପଦ 20 ଉପରେ ନଜର ପକାଇବା। ଅଧ୍ୟାୟ 3 ପଦ 20। ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା ଜୀବନ ଦେଲେ। ଯେହେତୁ ସେ ଜୀବିତ ସକଳର ସେ କ'ଣ ହେଲେ? 어미가 ମାତା ହେଲେ। 하는 것을 ମାତା ଶବ୍ଦଟି ତତ୍କ୍ଷଣ ଆସିଥାଏ। ସେ ସମସ୍ତ ଜୀବିତମାନଙ୍କର ମାତା ହୋଇଗଲେ। 갖고 있습니다. ପରିଶେଷରେ ଜୀବନ ଆରମ୍ଭ ହବାଙ୍କ ସହିତ ହୋଇଥିଲା। 하와는 누구의 아내입니까? ହବା କାହାର ଭାର୍ଯ୍ୟା ଅଟନ୍ତି? 아담의 아내인데 ସେ ଆଦମଙ୍କ ଭାର୍ଯ୍ୟା ଅଟନ୍ତି ଏବଂ ବାଇବଲରେ ଆଦମ ଖ୍ରୀଷ୍ଟଙ୍କୁ ଦର୍ଶାଇଥାଏ। 상을 하고 있습니다. 로마서 ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 5 ପଦ 14 ଉପରେ ନଜର ପକାଇବା। ଅଧ୍ୟାୟ 5 ପଦ 14ରେ ଲେଖା ଅଛି,
ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ ପାପ କରିନଥିଲେ, ଆଦମଙ୍କ ଠାରୁ ମୂଷାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା। ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ। ତେବେ ଖ୍ରୀଷ୍ଟଙ୍କ ସହିତ କିଏ ଅସ୍ତିତ୍ୱରେ ରହିବା ଉଚିତ? ନିଶ୍ଚିତ ଭାବେ ଆତ୍ମିକ ଭାର୍ଯ୍ୟା ହବାଙ୍କୁ ଅସ୍ତିତ୍ୱରେ ରହିବା ଆବଶ୍ୟକ। ତେଣୁକରି ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଆତ୍ମା ଓ କନ୍ୟା ପ୍ରକଟ ହୋଇଥାନ୍ତି। ଆତ୍ମା ପିତା ପରମେଶ୍ୱର ଏବଂ କନ୍ୟା ତାହାଙ୍କ ଭାର୍ଯ୍ୟା ଅଟନ୍ତି। ସେମାନେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଅଟନ୍ତି। ଏଥିସହିତ ପ୍ରକାଶିତ ବାକ୍ୟ ଅଧ୍ୟାୟ 21ରେ ମେଷ ଶାବକ ଏବଂ ମେଷ ଶାବକଙ୍କ ଭାର୍ଯ୍ୟା ପ୍ରକଟ ହୋଇଥାନ୍ତି। ଏହି ସମସ୍ତ ବିଷୟବସ୍ତୁ ସମାନ ଭାବେ ବାଇବଲରେ ଲିପିବଦ୍ଧ ହୋଇଅଛି। ତେଣୁକରି ଆଦମ ଖ୍ରୀଷ୍ଟଙ୍କୁ ଦର୍ଶାଇଥାଏ ଏବଂ ମାତା ପରମେଶ୍ୱରଙ୍କ ବିଷୟରେ କ'ଣ? ଯିଏକି ତାହାଙ୍କର ଭାର୍ଯ୍ୟା ଅଟନ୍ତି। ସେ ଜୀବିତ ସକଳର ମାତା ହେଲେ। ଅନ୍ୟ ଅର୍ଥରେ ଆଦମ ପୁରୁଷ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ ଦର୍ଶାଇଥାଏ, ଯେତେବେଳେ କି ହବା ନାରୀ ପ୍ରତିମୂର୍ତ୍ତିର ପରମେଶ୍ୱରଙ୍କୁ ଦର୍ଶାଇଥାଏ। ପରମେଶ୍ୱର ସମସ୍ତ ମାନବ ଜାତିଙ୍କୁ ତାହାଙ୍କ ପ୍ରିୟ ସନ୍ତାନମାନଙ୍କୁ ଡାକିବା ପାଇଁ ଦ୍ୱିତୀୟ ଥର ପାଇଁ ଏହି ପୃଥିବୀକୁ ଆସିଲେ। 2000 ବର୍ଷ ପୂର୍ବେ ପ୍ରଥମ ଆଗମନରେ ସେ ଗାଲିଲୀରେ ସୁସମାଚାର ପ୍ରଚାର କରିଥିଲେ। ତେବେ ଡିମ୍ବିରି ବୃକ୍ଷର ଭବିଷ୍ୟବାଣୀ ଅନୁଯାୟୀ ସେ 1948ରେ ପୁନର୍ବାର ବାପ୍ତିଜିତ ହୋଇଥିଲେ ଏବଂ ଦ୍ୱିତୀୟ ଥର ସୁସମାଚାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦାଉଦଙ୍କ ଭବିଷ୍ୟବାଣୀ ପୂର୍ଣ୍ଣ କରିବା ନିମନ୍ତେ ସେ 37 ବର୍ଷ ପର୍ଯ୍ୟନ୍ତ ସୁସମାଚାର ସେବା କାର୍ଯ୍ୟ ସମାପ୍ତ କରିବା ପରେ ସ୍ୱର୍ଗକୁ ଚାଲିଗଲେ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ପ୍ରେରିତ ଯୋହନଙ୍କ ମାଧ୍ୟମରେ ସେ ଆମ୍ଭମାନଙ୍କୁ ଜାଗ୍ରତ କଲେ ଯେ ଜଗତର ସମସ୍ତ ଲୋକଙ୍କୁ ମାତା ପରମେଶ୍ୱରଙ୍କୁ ଚିହ୍ନିବା ଉଚିତ ଏବଂ ତାହାଙ୍କ ନିକଟକୁ ଫେରିବା ଉଚିତ। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17 ପଢ଼ିବା। ଆତ୍ମା ଓ କନ୍ୟା କହନ୍ତି, ଆସ। ଅନ୍ୟ ଅର୍ଥରେ ପିତା ଏବଂ ମାତା କୁହନ୍ତି। ସେମାନେ କ'ଣ କହୁଛନ୍ତି? ଆମ୍ଭେମାନେ କାହା ନିକଟକୁ ଫେରିବା ଉଚିତ? ଆମ୍ଭେମାନେ ଆତ୍ମା ଏବଂ କନ୍ୟା ନିକଟକୁ ଫେରିବା ଉଚିତ। ଯେତେବେଳେ ସେମାନେ ମାତାଙ୍କୁ ଅନୁଭବ କରନ୍ତି, ସେତେବେଳେ ସମସ୍ତ ମାନବ ଜାତି ବିଶ୍ୱାସର ପୂର୍ଣ୍ଣତା ହାସଲ କରିପାରିବେ। କେବଳ ଯେତେବେଳେ ଆମେ ପିତା ଏବଂ ମାତାଙ୍କୁ ଜାଣିଥାଉ, ସେତେବେଳେ ଆମ୍ଭେମାନେ ପିତା ଏବଂ ମାତାଙ୍କ ନିକଟକୁ ଫେରିପାରିବା। ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି ଯେ ଶୁଣି ସେ କହୁ, ଆସ। ଯେ ତୃଷାର୍ତ୍ତ ସେ ଆସୁ। ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, ଯେଉଁମାନେ ବାଇବଲର ବାକ୍ୟକୁ ଶୁଣନ୍ତି, ମୁଁ ସେହି ସମସ୍ତଙ୍କୁ ଚେତାବନୀ ଦେଉଅଛି। କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି ଯେ କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, କେହି ଯଦି ଏଥିରୁ କିଛି କାଢ଼ିଦିଏ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଆତ୍ମା ଓ କନ୍ୟାଙ୍କ ବାକ୍ୟ, ଯିଏକି ଆମ୍ଭମାନଙ୍କୁ ଆସିବାକୁ କହନ୍ତି, ତାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ସମସ୍ତ ମାନବ ଜାତିଙ୍କୁ ପିତା ଏବଂ ମାତାଙ୍କୁ ଖୋଜିବା ଉଚିତ ଏବଂ ମାତାଙ୍କ ନିକଟକୁ ଫେରିବା ଉଚିତ, ଯେଉଁଠାରେ ପ୍ରକୃତ ବିଶ୍ୱାସ ସମ୍ପୂର୍ଣ୍ଣ ହୋଇଥାଏ। କ'ଣ ଏହା ଯିଶାୟା ଅଧ୍ୟାୟ 60ରେ ଭବିଷ୍ୟବାଣୀ କରାଯାଇ ନାହିଁ ଯେ ଆଲୋକ ହେତୁ ପୁତ୍ରମାନେ ଦୂରରୁ ଆସନ୍ତି ଏବଂ କନ୍ୟାମାନେ କକ୍ଷରେ ଅଣାଯାଆନ୍ତି? ଆସନ୍ତୁ ଯିଶାୟା ଅଧ୍ୟାୟ 60ରେ ଏହାକୁ ନିଶ୍ଚିତ କରିବା। ଅଧ୍ୟାୟ 60 ପଦ 1, ଉଠ ଦୀପ୍ତିମତୀ ହୁଅ। ଏଠାରେ ଆସନ୍ତୁ ଆମେ ଧ୍ୟାନ ଦେବା ଯେ ଏହା କାହାର ଆଲୋକ ଅଟେ। କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। ଏଠାରେ ତୁମ୍ଭର ଦୀପ୍ତି କାହାକୁ ପ୍ରତିନିଧିତ୍ୱ କରିଥାଏ?
ଏହା ଜେରୁସାଲେମର ଆଲୋକକୁ ଦର୍ଶାଇଥାଏ। 왜 하나님께서 예루살렘에 ଆସନ୍ତୁ ଆମ୍ଭେମାନେ ପଦ 2 ଦେଖିବା ଯେ କାହିଁକି ପରମେଶ୍ୱର ଆମ୍ଭମାନଙ୍କୁ ଜେରୁସାଲେମଙ୍କ ଜ୍ୟୋତିକୁ ଆଲୋକିତ କରିବା ପାଇଁ କହିଲେ। ଆସନ୍ତୁ ଆମ୍ଭେମାନେ ପଦ 2 ଦେଖିବା। କାରଣ ଦେଖ ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ଏଠାରେ ଇଂରାଜୀ ବାଇବଲରେ ଲେଖା ଅଛି ଯେ ଅନ୍ଧକାର ପୃଥିବୀକୁ ଆଚ୍ଛାଦିତ କରେ। 하고 있습니다. ପୃଥିବୀ ଉପରେ ଅନ୍ଧକାର ଆଚ୍ଛାଦିତ ହୋଇଅଛି ଏବଂ ସମଗ୍ର ଦେଶର ଲୋକଙ୍କୁ ଘୋର ଅନ୍ଧକାର ଆଚ୍ଛନ୍ନ କରିଅଛି। 만민을 가린다고 했습니다. ସମସ୍ତ 8 ଆରବ ଲୋକଙ୍କ ଆତ୍ମିକ ଚକ୍ଷୁ, 심령을 영적 କର୍ଣ୍ଣ ଏବଂ ହୃଦୟ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇଅଛି। 가리고 있습니다. କାରଣ ଦେଖ ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ଆସନ୍ତ ପଦ 3 ଦେଖିବା। ପୁଣି ଅନ୍ୟ ଦେଶମାନେ ସେମାନେ କ'ଣ କରିବେ? 명으로 ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। 자, ପୁଣି ଅନ୍ୟ ଦେଶମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭର ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। 이와 같이 다 나오게 될 것이다. ଏହା ସେହି ଭବିଷ୍ୟବାଣୀ ନୁହେଁ 여러분들 ଯାହା ଆପଣ କିମ୍ବା ମୁଁ କହିଅଛି। 제가 କିଏ ଏହାର ଭବିଷ୍ୟବାଣୀ କଲେ? 누가 ସେ 예언하는 ପରମେଶ୍ୱର ଅଟନ୍ତି। 하나님께서 하신 예언입니다. ଆସନ୍ତ ପଦ 4 ଦେଖିବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସିଅଛନ୍ତି। 본방의 속 ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ କକ୍ଷରେ ଅଣାଯିବେ। ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ। କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭ ଆଡ଼େ ଫେରାଯିବ। ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। 자, 어떻게 ଏହା କେବେ ଘଟିବ? 이 같은 일들이 벌어진다고 했습니까? ଯେତେବେଳେ ଆମ୍ଭେମାନେ ପ୍ରଚାର କରିଥାଉ, ଘୋଷଣା କରିଥାଉ ଏବଂ ଅନ୍ଧକାରରେ ଆଚ୍ଛାଦିତ ସମସ୍ତ ଜାତିମାନଙ୍କ ନିକଟରେ 이 지구촌에 ଜେରୁସାଲେମର ଗୌରବର ଆଲୋକକୁ ବିସ୍ତାର କରିଥାଉ। 다 전파되고 알려지고 그 영광의 빛을 발했을 때 저와 여러분들은 어머니라는 ମୁଁ ବିଶ୍ୱାସ କରେ ଯେ ମାତା ନାମ ପୂର୍ବରୁ 참 ଆମେ ସ୍ୱର୍ଗୀୟ ସନ୍ତାନମାନେ ସ୍ୱର୍ଗରେ 하늘에서 지었던 ଏବଂ ଏହି ପୃଥିବୀରେ କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ କରିବା 다 속죄함 받고 ଏବଂ ଆମ୍ଭମାନଙ୍କୁ ସ୍ୱର୍ଗୀୟ ଘରକୁ ଫେରିବାରେ ସକ୍ଷମ ହେବା ଉଚିତ। 우리 하늘 자녀들이 다 되어야 될 줄 믿습니다. ମାତା ନାମଟି ଆମକୁ ଜୀବନ ଦେବା ପାଇଁ ସେ ଯେଉଁ ଯନ୍ତ୍ରଣା ସହ୍ୟ କରିଥିଲେ 하나의 어떤 ତାହାର ଏକ ଜୀବନ୍ତ ପ୍ରମାଣ। ସେତେବେଳେ ମାତାଙ୍କ ନାମ ଅର୍ଜନ କରାଯାଇପାରିବ। 어머니라는 이름입니다. 그냥 ସେହି ନାମକୁ ସହଜରେ ଅର୍ଜନ କରାଯାଇପାରିବ ନାହିଁ, 아무렇게 ହଁ ନା? 만든 것이 아니지 않습니까? ସେଥିପାଇଁ ମାତା ଆମ୍ଭମାନଙ୍କୁ ମୋ ଜୀବନର ସବୁକିଛି ଏବଂ ମୋହର ଏକମାତ୍ର ଚିନ୍ତା ଭାବରେ ବର୍ଣ୍ଣନା କରିଛନ୍ତି। 우리도 ଆମେ ମଧ୍ୟ ଏହା କହିବାରେ ସକ୍ଷମ ହେବା ଉଚିତ ଯେ 어머니가 ପିତା ଏବଂ ମାତା ଆମ୍ଭମାନଙ୍କ ଜୀବନରେ ସବୁକିଛି ଅଟନ୍ତି। 그런 올바른 것이 ଏହି ମାନସିକତା ସହିତ ଆସନ୍ତୁ ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କୁ ଗୌରବ ବିସ୍ତାର କରିବା ଏବଂ ଈଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। 가르침을 ଆପଣଙ୍କୁ ସେହିମାନେ ହେବାକୁ କହୁଥାଇ ଯେଉଁମାନେ ସିଓନର ଆମ୍ଭମାନଙ୍କର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମାତାଙ୍କ ଜ୍ୟୋତି ନିକଟକୁ ନେଇ ଆସିବେ। 여러분과 제가 꼭 되시 ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।